ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ ଛତିଆ ଅଞ୍ଚଳରୁ ପୋଲିସ ଚଢ଼ାଉ କରି 5 କେଜି 550 ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଛତିଆ ଅଞ୍ଚଳର ଲକ୍ଷ୍ମୀଧର ବିଶ୍ୱାଳ ବୟସ 50, କୈଳାସ ନାୟକ ବୟସ 45 ଉଭୟ ଇଚ୍ଛାନଗର ପାଟଣା ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ ବି ଏନ୍ଏଫ୍ ଧାରା କେସ୍ ନମ୍ବର 211/20 ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଛି। ସୂଚନା ଥାଉ କି ବୈରୀ ଥାନା ଅଞ୍ଚଳରେ ବ୍ୟାପକ ଭାବରେ ଧଳା ଜହର, ଗଞ୍ଜେଇ ଓ ଗାଁ ଗାଁରେ ମଦ ଖୁଲମଖୁଲା କାରବାର ହେଉଥିବାରୁ ନିଶା ବେପାରୀଙ୍କ ପଞ୍ଜାରେ ଏବେ ଯୁବପିଢ଼ି ଓ ଛାତ୍ରଛାତ୍ରୀ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବୈରୀ ଥାନା ଅଞ୍ଚଳରେ ପୋଲିସର ଏକ ସୁନାମ ଥିବାବେଳେ ଏବେ ନିଘୋଟ ନିଦ୍ରାରେ ସାଧାରଣ ଚର୍ଚ୍ଚାରେ ବିଷୟ ହୋଇଛି। ଅନ୍ୟପଟେ ଅବକାରୀ ବିଭାଗ ପକ୍ଷରୁ କୌଣସି ଯାଞ୍ଚ ଓ ପଦକ୍ଷେପ ନିଆନଯିବାରୁ ନିଶାଳିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଛତିଆ ଓ ବୈରୀ ଅଞ୍ଚଳ। ବୈରୀ ପୋଲିସ ବଡ଼ ବଡ଼ ମାଛ ଧରି ପାରୁ ନଥିବା ବେଳେ ଚୁନା ମାଛକୁ ଧରି ଖାଲି ବାହା ନେବାକୁ ଚେଷ୍ଟା କରିବା ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁନର୍ବାର ପୋଲିସ ଯେପରି ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଆସ୍ଥାଭାଜନ ହେବା ଉଚିତ ବୋଲି କୁହାଯାଇଛି। ବଡ଼ଚଣାରୁ ପ୍ରତାପ ରାଉତଙ୍କ ରିପୋର୍ଟ, ଆମ ଟିଭି।